ଏବେ ବଦଳିବ ସ୍କୁଲ ଆସିବା ସମୟ ଅର୍ଥାତ୍ ରାଜ୍ୟରେ ହେବ ସକାଳ ସ୍କୁଲ। ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। କେଉଁ କ୍ଲାସରୁ କେଉଁ କ୍ଲାସ ମାନେ ହେବ ଏହା ଛଡ଼ା କେବେଠାରୁ ମଧ୍ୟ ହେବ ସକାଳ ସ୍କୁଲ। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ନଜର ପକାଇବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ ପକ୍ଷରୁ ଏକ ଏସ୍ଓପି ମଧ୍ୟ ଜାରି କରାଯାଇଛି। ଏଥିସହିତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ତେବେ ଗ୍ରୀଷ୍ମ ପ୍ରଭାବ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ସେଥିରେ ଉଲ୍ଲେଖ କରାଯାଇଛି। ସେହିଭଳି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ପ୍ରଚୁର ପରିମାଣର ପାନୀୟ ଜଳ ORS ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କ୍ୟାମ୍ପସରେ ଥିବା ସମସ୍ତ ନଳକୂପ ଓ ପାଣି ପାଇପ୍ ଗୁଡ଼ିକୁ ସଜାଡ଼ିବାକୁ ପରାମର୍ଶ ଦିଆଯାଇଛି। ତେବେ କଲେଜ ଏବଂ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖିବା ପାଇଁ କୁହାଯାଇଛି। ଏପରିକି ଗ୍ରୀଷ୍ମ ପ୍ରବାହଜନିତ ସ୍ଥିତିର ମୁକାବିଲା ସହ ଏସ୍ଓପି ପାଳନର ତଦାରଖ ପାଇଁ ସ୍କ୍ୱାଡ୍ ଗଠନ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ସକାଳୁଆ ସ୍କୁଲ। ଏହା ମଧ୍ୟ ସରକାରଙ୍କ ତରଫରୁ ଖୁବ୍ ଶୀଘ୍ର ନିର୍ଦ୍ଧାରିତ ହେବାକୁ ଯାଉଛି ତାରିଖ। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି ତା ନିହାତି କମେଣ୍ଟ କରି ଜଣାଇବେ।